ପିଲାମାନେ ପୁଣି ଥରେ ସ୍ୱାଗତ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ୍ ଷ୍ଟୋରୀ କି। ଆଜି ଆମେ ଷଷ୍ଠ ଶ୍ରେଣୀ ଗଣିତ ପ୍ରକାଶ ବହିର ଦ୍ୱିତୀୟ ଅଧ୍ୟାୟ ରେଖା ଓ କୋଣ ବିଷୟର ଆମେ 13 ରୁ 23 ପର୍ଯ୍ୟନ୍ତ ଯେତିକି ବିଷୟଭିତ୍ତିକ ପ୍ରଶ୍ନ ସହିତ ଆସ ବୁଝିବା ଯେଉଁ ରହି ତାର ମଧ୍ୟ ସମାଧାନ କରିବା। 2.1 ରୁ 2.67 ପର୍ଯ୍ୟନ୍ତ ପିଲାମାନେ ଭଲ ଭାବେ ବୁଝିବ। ଭଲ ଭାବେ ବୁଝିଲେ ଏସବୁ ଜ୍ୟାମିତି ବୋଲି କୁହନ୍ତି। ଆକୁ ଜ୍ୟାମିତି ଭଲ ଭାବେ ବୁଝିଲେ କରିବା ପାଇଁ ଏବଂ ଆଗକୁ ଯେତେ ସମାଧାନ କରାଯାଇଥିବ ତାକୁ ବୁଝିବା ପାଇଁ ସୁବିଧା ହେବ। ଭଲ ଭାବେ ବୁଝେଇ ଦେଉଛି, ବୁଝିବ, ପ୍ରାକ୍ଟିସ୍ କରିବ ଖାତାରେ। ପ୍ରଥମେ ଜାଣିବା ଆମେ ବିନ୍ଦୁ ବିଷୟ। ଦେଖ, ବିନ୍ଦୁ ନେଲେ ପେନସିଲ୍ ନେଇକି ଡଟ୍ ଗୋଟେ ନେଲ, ଯେଉଁ ମୁନଟା ଯେଉଁଠି ରହିଲା ହେଲା ବିନ୍ଦୁ, ଯେଉଁଠି ରଖିଲେ ହେଲା ବିନ୍ଦୁ। ଏଇ ଯେଉଁ ବିନ୍ଦୁ ଦେଲେ ଏ ବିନ୍ଦୁ ନାଁ ଦେଇପାରିବା, ତା ନାଁ ଏ ଦେଇପାରିବା, ବି ଦେଲେ କ'ଣ ଇଂଲିଶ ଯେଉଁ ଆଲଫାବେଟ୍ ରହିଛି କ୍ୟାପିଟାଲର ଏ ବି ସି ଡି ତୁମେ ଯାହା ଦେଇପାରିବ, ଏ ବିନ୍ଦୁର ସବୁ ନାଁ ଦେଇପାରିବ। ଏହା ସହିତ କ'ଣ କରିବ, ଦେଖ ଏ ବିନ୍ଦୁର ଦୈର୍ଘ୍ୟ ଅଛି କି କେତେ ଅଛି କି ଲମ୍ବା, ନା ଉଚ୍ଚତା ଅଛି କି ପ୍ରସ୍ଥ ଅଛି, କିଛି ନାହିଁ। ତା ବିନ୍ଦୁର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା କିଛି ନାହିଁ। ତା ବିନ୍ଦୁର ଡେଫିନେସନ୍ ସଂଖ୍ୟା କାହା କୁହନ୍ତି? ତାହେଲେ ବିନ୍ଦୁ ଲେଖ। ବିନ୍ଦୁ କହିଲେ ଆମେ ନିର୍ଦ୍ଦିଷ୍ଟ ଅବସ୍ଥିତିକୁ ବୁଝିଥାଉ। କ'ଣ ବୁଝିଥାଉ? ଏକ ନିର୍ଦ୍ଦିଷ୍ଟ ଅବସ୍ଥିତି ବୁଝିଥାଉ ଯାହାର କୌଣସି ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ନଥାଏ। ମନେ ରହିଲା ବିନ୍ଦୁ। ଏହାକୁ ଇଂଲିଶର କ୍ୟାପିଟାଲ ଲେଟର ବା ବଡ଼ ଲେଟର ଦ୍ୱାରା ସୂଚିତ କରାଯାଏ। ମନେ ରହିଲା ଡେଫିନେସନ୍। ତାପରେ ପଢ଼ିବା ଆମେ ଏ ରେଖାଖଣ୍ଡ ବିଷୟରେ। ଭଲ ବୁଝ, ଏଇଟା ବହୁତ ଦରକାର ସବୁ ସମୟ ପାଇଁ। ଆଗକୁ ଯେତେ ଯିବ ବୁଝିବ, ମନେ ରଖିଥିଲେ ବୁଝିବାକୁ ସୁବିଧା ହେବ। ରେଖାଖଣ୍ଡ କ'ଣ ରହୁଛି? ଦେଖ, ଗୋଟେ ଯଦି କାଗଜ ଆଣିବ ତ ଭାଙ୍ଗ କରିଦେବ, ଯେଉଁ ଗାରଟା ହେଲା ରେଖାଖଣ୍ଡ, ଏମିତିରୁ ଗାରଟା ହେଲା ରେଖାଖଣ୍ଡ। ଏମିତି ହେଲେ ବି ରେଖାଖଣ୍ଡ, ଏମିତି ହେଲେ ବି ଯେମିତି ହେଲେ ରେଖାଖଣ୍ଡ। ଆଉ ନାଁ ଦେଇପାରିବ, ଏ ବି ଦେଇପାରିବ କି ବି ସି, ଯାହା ଇଂଲିଶର କ୍ୟାପିଟାଲ ଲେଟର ସବୁ ଦିଆଯାଏ। ଦୁଇଟା ବିନ୍ଦୁ ଦେଲେ ବି ଆଉ ସି, ଏଇଟା ହେଲା ରେଖାଖଣ୍ଡ। କେମିତି ଲେଖିପାରିବା ନା ବି ସି ଉପରେ ଏମିତି ଗାର ଦେଇଦେବା, ଗୋଟେ ପ୍ଲେନ୍ ଗାର, କିଛି ଆଉ ଦେବା ନାହିଁ। ଏଇଟା ବି ସି ରେଖାଖଣ୍ଡ ପଢ଼ିବା, ଲେଖିଲା ବେଳେ ଏମିତି ଲେଖିଦେବା। ଏଇଟା ଚିହ୍ନ ଥିବ, ଡାଇରେକ୍ଟ ବି ସି ରେଖାଖଣ୍ଡ। ତାହେଲେ ବି ସି ରେଖାଖଣ୍ଡର ଡେଫିନେସନ୍ ସଂଖ୍ୟା କ'ଣ? ଲେଖ, ଦୁଇଟି ବିନ୍ଦୁ ବି ସି ନିଅ କି ଯେକୌଣସି ନା ଦୁଇଟି ବିନ୍ଦୁର ଆବଦ୍ଧ ଯେଉଁ ଗାର ପଡ଼ିଲା, ଯେଉଁ ପଡ଼ିଲା ଗାରକୁ ରେଖାଖଣ୍ଡ କୁହାଯାଏ। ଦୁଇଟି ବିନ୍ଦୁର ଆବଦ୍ଧ ଗାରକୁ ରେଖାଖଣ୍ଡ କୁହାଯାଏ। ବା ଆଉ ଗୋଟେ କହିବା, ଏକ ସର୍ବନିମ୍ନ ଦୂରତା ବିଶିଷ୍ଟ ଗାର। ଆଉ ଗୋଟେ ଦୂରତା ମାପ ଅଛି, ସ୍କେଲ୍ ସାହାଯ୍ୟରେ ମାପିପାରିବ। ସର୍ବନିମ୍ନ ଦୂରତା ବିଶିଷ୍ଟ ଗାରକୁ ରେଖାଖଣ୍ଡ କୁହାଯାଏ। ମନେ ରହିଲା ରେଖାଖଣ୍ଡ। ବିନ୍ଦୁ ଜାଣିପାରିଲ, ରେଖାଖଣ୍ଡ ଜାଣିପାରିଲ। ବର୍ତ୍ତମାନ ଜାଣେ ସରଳରେଖା। ଦେଖ, ସରଳରେଖା ଆମେ ନେଲେ ଗୋଟେ ବି ଆଉ କି ଏ ଯାହା ନେଉଛନ୍ତି, ଏ ନେଲ ବି ନେଲ, ଏ ଯେଉଁ ଏ ଦୁଇଟା ବିନ୍ଦୁ ନେଲ ଏ ବି, ତାକୁ ଏ ବିନ୍ଦୁ ଯୋଡ଼ିଦେଲେ ତାକୁ ରେଖାଖଣ୍ଡ ହେଇଗଲା। ଏ ସରଳରେଖା ଅର୍ଥ ବି ତାକୁ ଦିଗରେ ବଢ଼ିବ, ଏ ଦିଗରେ ଏଇଟା ଏ ତୀର ଚିହ୍ନ ଦିଆହେଇଥିବ। କ'ଣ ଦିଆହେଇଥିବ? ତୀର ଚିହ୍ନ। ଆଉ ଲେଖାଯିବ ଏ ବି, ଉପରେ ଏମିତି ଗୋଟେ ତୀର ଚିହ୍ନ, ତାର ଏଇଟା ହେଲା ସରଳରେଖା। ତାହେଲେ ସରଳରେଖା କାହାକୁ କୁହନ୍ତି? ଏ ବି ସରଳରେଖାକୁ ବା ଗୋଟିଏ ଏ ରେଖାଖଣ୍ଡକୁ ତା ବିପରୀତ ଦିଗରେ ବଢ଼େଇବାକୁ ସରଳରେଖା କୁହାଯାଏ। ଏ ବି ରେଖାଖଣ୍ଡ ନେଇ ଯେଉଁ ଆର ନାଁଟା ବଦଳି ପାରେ, ବି ଏ ବି ହେଇପାରେ, ଏମ ଏନ୍ ହେଇପାରେ, ତୁମେ ଯାହା ଦେଇପାରିବ। ଦୁଇଟା କ'ଣ ଗୋଟେ ରେଖାଖଣ୍ଡ ଯେଉଁ ବିନ୍ଦୁ ରହୁଛି, ତାକୁ ଦୁଇଟା ବିପରୀତ ଦିଗରେ ବଢ଼େଇବାକୁ ଯେଉଁ ପାଆନ୍ତି କୁହନ୍ତି ସରଳରେଖା। ତା ସରଳରେଖା ଚିହ୍ନ କ'ଣ ଜାଣିପାରିଲ? ଏବେ ଏମିତି ଏ ବି ଲେଖିଦେଇକି, ଏ ବି ତୁମକୁ ଏଇଟା ଏ ବି ଲେଖିପାର, ବି ସି ଲେଖିପାର, ଏ ଓ ପି ଲେଖିପାର, ତ ଯାହା ଲେଖିପାର। ଏମିତି ଚିହ୍ନ ଉପରେ ତମ ସରଳରେଖା ବୁଝିଗଲା। ବିନ୍ଦୁ ଜାଣିଲ, ରେଖାଖଣ୍ଡ ଜାଣିଲ, ସରଳରେଖା ଜାଣିଲ। ବର୍ତ୍ତମାନ ଜାଣିବା ରଶ୍ମି। ଦେଖ, ରଶ୍ମିରେ କ'ଣ ଥାଏ ନା ଗୋଟେ ଫାଷ୍ଟ ଗୋଟେ ବିନ୍ଦୁ ଥାଏ। ଏଇ ବିନ୍ଦୁରୁ ତୁମେ ଯୁଆଡ଼େ ନାହିଁ ବଢ଼େଇ ପାରିବ। ଗୋଟେ ପଟୁ ଏମିତି ତୀର ଚିହ୍ନ, ଗୋଟିଏ ପଟୁ ଟର୍ଚ୍ଚ ଦେଖିଛ, ଟର୍ଚ୍ଚ ଗୋଟେ ସ୍ଥିର ରହିଲା, ଗୋଟେ ଆଲୋଟା କ'ଣ ଏମିତି ବଢ଼ି ଯାଇଥିବ। ବତୀ ଘର ଦେଖି ମାନେ ସୂର୍ଯ୍ୟ କ'ଣ ରହିଲା ସ୍ଥିର, ତା ଆଲୋକଟା ଚାରିଆଡ଼େ ପଡ଼ିଲା, ଏଇଟା ହେଲା କ'ଣ ରଶ୍ମି। ତା ରଶ୍ମିର କ'ଣ ଡେଫିନେସନ୍? ଗୋଟେ ଆଦିବିନ୍ଦୁ ଦେଇପାରିବ, ମନେକର ଏମ୍ ମନେକର ଦେଲ। ରଶ୍ମିର ଡେଫିନେସନ୍ ବା ସଂଖ୍ୟା କ'ଣ? ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଏକ ଦିଗରେ ଯେକୌଣସି ଦିଗକୁ ତୁମେ ବଢ଼େଇବା, ଏପଟକୁ ବଢ଼େଇ ପାରିବ, ଏପଟକୁ ବଢ଼େଇ ପାରିବ, ଯେଉଁପଟୁ ବଢ଼େଇ, ଏକ ଦିଗରେ ଅସୀମ ଭାବରେ, ଅସୀମ, ଅସୀମ ଅର୍ଥ ଯାହାର ସୀମା ନାହିଁ। ଅସୀମ, ସୀମା ନାହିଁ ହେଲା ଅସୀମ। ଯେତେ ତୁମେ ବଢ଼େଇ ପାରିବ, ଏ ଇଣ୍ଡିଆ ବାହାରକୁ ମଧ୍ୟ ବଢ଼େଇ ପାରିବ। ଏହା ଅର୍ଥ କ'ଣ? ଗୋଟେ ଦିଗରେ କ'ଣ ଯେତେ ବଢ଼ି ଇଣ୍ଡିଆ ବାହାରକୁ ମଧ୍ୟ ଯାଇପାରିବ। ଗୋଟିଏ ବା ଆଦ୍ୟ ବିନ୍ଦୁରୁ ଆରମ୍ଭ ହୋଇ ଏକ ଦିଗରେ ଅସୀମ ଭାବରେ ବିସ୍ତୃତ ଥିବା ଯେଉଁ ରେଖାକୁ ଆମେ ସେ ରଶ୍ମି ବୋଲି କୁହନ୍ତି। ମନେ ରହିଲା। ଆଉ ଚିହ୍ନିବା କ'ଣ? ଯଦି ଏମ୍ ଦେଲ, ତାକୁ କ'ଣ କରିବ? ଏଠି ମନେକର ଆଉ ଗୋଟେ ବିନ୍ଦୁ ଦେଇଦେବ, ଏନ୍ ଦେଇଦେବ, ତାହେଲେ ଲେଖିଦେବ ଏଟାକୁ ଏମ୍ ଏନ୍, ଏମିତି ଦେଖ, ଏମିତି ଗୋଟିଏ ଯେଉଁ ପଟକୁ ବଢ଼ିଛି, ଫାଷ୍ଟ ହେଲା ଆଦ୍ୟ, ଏଇଟା ବଢ଼ିବ ନାହିଁ, ଏଇ ପଟଟା ହିଁ ବଢ଼ିବ, ଏନ୍ ଆଡ଼କୁ ହିଁ ବଢ଼ିବ। ତୁମେ ତ ଏ ମାନେ ଏ ବି ମନେକର ଦେଇଦେଲ, ତ ଏ ବି ଲେଖିଦେବ। କେଉଁ ପଟକୁ ବଢ଼ିଛି?
मनकर बी आड़ को बढ़ी बी आड़ को तीर चिन्ह दब एपट को तीर चिन्ह दब ना बुझिपार जो पट को बढ़ी से पट को तीर चिन्ह दब भल बुझ गोटे ये बुझारे ही सबकि अच्छी बर्तमान रश्मि जानी गले या रही आस बुझा रीना गोटे कागज पृष्ठार बिंदुटे देला यही बिंदु को मध्य से केतोटी सरलरेखा अंकन कर देख पे गोटे बिंदुटे देला रीना ये जो बिंदु सरलरेखा अर्थ तुम कौन कर ये बिंदु देकी तुम जो पटू तुम एमती एमती कर सब दी पटू बढ़े पार एमती केतटा कर देख पे मैंने असंख्य तुम जिते कर कौन हम तेल एक नंबर कौन हम फास्टा देख पे खाता द्वितीय अध्याय लिख पेज लिखिपर एक नंबर लिख रीना गोटे बिंदु से असंख्य असंख्य सरलरेखा अंकन कर मन रहा अंकन कर बुझीगला तुम किसी असुविधा देख तापर नंबरटा कौन देख तापटा सेपटे शीतल गोटे कागज पृष्ठ दुईट बिंदु है यही दुईट बिंदु मध्य से केतोटी सरलरेखा अंकन कर देख ये चित्रटा मतलब कर तुम गोटे सब सरलरेखा करदेव जहाँ बुझे लिख शीतल देख से दुईट बिंदु है केतटा सरलरेखा अंकन कर देख पे ये दुईट बिंदु मध्य देकी गोटे देख गोटे बिंदु को असंख्य कला दीटा बिंदु हो गला मैंने केतटा सरलरेखा हम गोटे ये बिंदु जा पड़ो ना गोटे आमती कर बिंदु जापर एमती टाण ए बिंदु दुईट बिंदु दे गोटे सरलरेखा आंकी पार लिख शीतल सेकंड नंबर दुईट बिंदु दे मात्र एकटी मात्र लेखा चलो एकटी सरलरेखा अंकन कर एक नंबर तो दुई नंबर चित्र दुई चार चित्र देख चित्र दुई चार रेखा खंड गुड़ी को नामित कर चिन्हित होता पांचटी बिंदु मध्य क्यों बिंदु गुड़िक गोटे रेखाखंड अंकन उपर अवस्थित क्यों बिंदु गुड़िक दुईटी रेखाखंड देख पे मैंने बिंदु यहाँ गोटे बिंदु ये गोटे बिंदु ये गोटे बिंदु ये गोटे बिंदु जोटा ना दे गोटे बिंदु पाँचटी बिंदु दे से पाँचटी बिंदु भितर पचारि क्यों गोटे रेखाखंड उपर देख ये गोटे रेखा ये कौन एम रहा मन कर एमटा एल एम सृष्टि एम पी भी हो पार पुणी पी एटा कौन एम पी हो पार आउ पी क्यू हो पार ए क्यू है माने पी क्यू हो पार रेखाखंड क्यू आर हो पार गोटे किए ये जो आरटा रहा केवल क्यू आर ये जो फास्ट रहा कौन एल रहा केवल ही कौन एल एम हो पार से प्रश्न रही है जे क्यों बिंदु गुड़िक गोटे रेखाखंड के बिंदु एल आउ आर लिखिद दुई नंबर एल ये कमा दे लिखिदेव ओ आर बिंदु गोटे रेखाखंड ऊपर अवस्थित बुझेगला तापर क्यों बिंदु दुई रेखाखंड ऊपर अवस्थित लिख एम पी आउ की ये दीदी रेखाखंड सब अच्छी एम पी एवं क्यू दुईटी रेखाखंड उपरे अवस्थित बुझेगला तब 3 नंबर है चित्र 2.5 देख ये 2.5 रश्मि द्वारा नामकरण कर उभय रश्मिर टी आद्य बिंदु अटे कि देख जो आरंभ है आद्य बिंदु ये टी आरंभ है हाँ ठीक अच्छे आद्य बिंदु रश्मिर ना कौन कह टी है आरंभ टी फास्ट कर टी गोटे एन कह दीटा बिंदु अच्छे टी एन कहीपर टी बी भी कहीपर टी ए बा कहीपर देख प्रथम गोटे बिंदु नहीं चित्रटे आंकीदेव तो स्केल साइज आंकीदेव ये टी रश्मि अर्थ दी पटू तीर चिन्ह थी यहाँ गोटे ए आ गोटे अच्छे एन आ गोटे बी एतिक अच्छी तो रश्मि नाम कौन है रश्मिर रश्मि गुड़िकर नाम
ଗୁଡ଼ିକର ନାମ ସମାନ କ'ଣ ଲେଖିବ ଦେଖ ଦେଖ ଟି ଏ ରଶ୍ମି ଦେଖ ଟି ଲେଖିବ ଏ ଲେଖିବ ଏମିତି ହିଁ ଚିହ୍ନ ଏ ଆଡ଼କୁ ବଢ଼ିଛି ଏ ରଶ୍ମି ଆଉ ଗୋଟେ କିଏ ଟି ଏନ୍ ଟି ଆଉ ଗୋଟେ ଏନ୍ ଆଉ ଗୋଟେ ଟି ବି ବି ଆଡ଼କୁ ବଢ଼ିଛି ଏମିତି କରିଦେଇପାରିବ ତେବେ ହେଇଗଲା ତା ଟି ଆଦ୍ୟ ବିନ୍ଦୁ ଅଟେ କି ହଁ ଲେଖିଦେବ ହଁ ଟି ଆଦ୍ୟ ଆରମ୍ଭ ହେଉଛି ଟିରୁ ଆଦ୍ୟ ବିନ୍ଦୁ ଅଟେ 3 କମ୍ପ୍ଲିଟ୍ 4 ନମ୍ବର ତାହେଲେ ଯେ ପ୍ରତ୍ୟେକ ସ୍ଥଳରେ ରଫ୍ ଚିତ୍ର ଅଙ୍କନ କରି ଠିକ୍ ଭାବରେ ବୁଝାଇବା ପାଇଁ ନାମକରଣ କର ରଫ୍ରେ ଏତେ ମାପ ଚକାଇକି ଦରକାର ନାହିଁ ଏଠି ରହିଛି ଓ ପି ସରଳରେଖା ଓ କ୍ୟୁ ସରଳରେଖା ଓ ବିନ୍ଦୁରେ ଛେଦ କରନ୍ତି ଦେଖ ପିଲାମାନେ ବୋଧେ ପ୍ରଶ୍ନଟା ଭୁଲ ଅଛି ରଶ୍ମି ହେବା କଥା ସେ ସରଳରେଖା ଦେଇ ଦେଖିଛି ପିଲାମାନେ ଏଇ ଚିତ୍ରଟା କରିବ ରଫ୍ ଯେହେତୁ ଦେଇଛି ଆମେ 4 ନମ୍ବର ଦେଇଦେବା ଗୋଟେ ବିନ୍ଦୁ ଦେବା ହେଲା କ'ଣ ହେଲା ଓ ହେଇଛି ଓ ପି ଏବଂ ଓ ପି ଗୋଟେ ଏମିତି କରିଦେବା ତୀର ଚିହ୍ନ ଦେଇଦେବା ଓ କ୍ୟୁ ଯେହେତୁ ସେ ସରଳରେଖା ଦେଇ ସରଳରେଖାଟା ଦୁଇ ପଟକୁ ବଢ଼ିବା କଥା ଏଇଟା ଦୁଇ ପଟକୁ ବଢ଼ିଲେ ହେଇପାରିବ ନା ସେ ରଶ୍ମି ଦେବା କଥା ବୋଧେ ସେ କ'ଣ କଥା ଭୁଲ ଦେଇଯାଇଛି ଡାଇରେକ୍ଟ ଓ ପି ଗୋଟେ ହେଲା ଓ କ୍ୟୁ ତ ଏମିତି କରିପାରିବ ଚାହିଁଲେ ବି ତ ଏମିତି ବି କରିପାରିବ ଚିତ୍ରରେ କିଛି ଯିଏ ଯେମିତି କଲେ ବି ଚଳିବ ବି ନମ୍ବର ରହିଛି ଏକ୍ସ ୱାଇ ସରଳରେଖା ଓ ପି କୁ ସରଳରେଖା ପରସ୍ପରକୁ ଏମ୍ ବିନ୍ଦୁରେ ଛେଦ କରନ୍ତି ଏଇଟା ପ୍ରକୃତରେ ଏଇଟା କ'ଣ ହେବ ରଶ୍ମି ହେବ ତେବେ ଆମର ବି ନମ୍ବର କରିବା ଏଇଭଳି 4 ନମ୍ବର ଏ ବି ଦେଖ ଗୋଟେ ଏଇଟା ହେଲା ଏକ୍ସ ୱାଇ ଦେଇଦେବ ଦୁଇ ପଟକୁ ଦୁଇଟା ତୀର ଚିହ୍ନ ଆଉ ଗୋଟେ ରହିଲା ପି କ୍ୟୁ ଯେଉଁ ପଟେ ଯାକ ପି ଏପଟେ ହେଲା କ୍ୟୁ ଏମିତି ବିନ୍ଦୁଟେ ଦେଇଦେବ ସବୁ ସେ କେଉଁ ବିନ୍ଦୁ ଛେଦ କରୁଛନ୍ତି ଏମ୍ ବିନ୍ଦୁରେ ଏଇଟାକୁ ଏମ୍ ଦେଇଦେବ ମାନେ ଏଇ ବିନ୍ଦୁରେ ହିଁ ଏମ୍ ସି ନମ୍ବର ସେ ହେଉଛି ଏଲ୍ ସରଳରେଖା ଉପରେ ଇ ଏବଂ ଏଫ୍ ବିନ୍ଦୁ ଦ୍ୱୟ ଅବସ୍ଥିତ କିନ୍ତୁ ଡି ବିନ୍ଦୁ ନୁହେଁ ଦେଖ ଏଲ୍ ଗୋଟେ ସରଳରେଖା ନେବା ଦେଖ ଗୋଟେ ସରଳରେଖାଟା ନେଇଯିବ ସ୍କେଲ୍ ନିଅ ହାତରେ ନିଅ ସେଥିରେ ରଫ୍ ଯେହେତୁ ପଚିରେ ଦେଇଛି କିଛି ଅସୁବିଧା ନାହିଁ ଦେଖ ଏଲ୍ ଗୋଟେ ସରଳରେଖା ଏମିତି ହେଲା ଏମିତି ଏଲ୍ ଦେଇଦେଲେ ଗୋଟେ ସରଳରେଖା ଇ ଏବଂ ଏଫ୍ ଗୋଟେ ଯେକୌଣସି ଜାଗାରେ ଏଠି ନିଅ ଏଠି ନିଅ ଯୋଉଠି ନେଇପାରିବ ଗୋଟେ ଗୋଟେ ଇ ଆଉ ଏଫ୍ ତମେ ଏଠି ନେଇପାରିବ ଏଠି ଯେକୌଣସି ଜାଗାରେ ଗୋଟେ ବିନ୍ଦୁ ନେଇଯିବ ସେ ହେଉଛି ଡି ନୁହେଁ ଡି ଗୋଟେ ବାହାରେ ନେଇଯିବ କ'ଣ ତଳେ ନିଅ କି ଉପରେ ନିଅ ଏଠି ବିନ୍ଦୁ ଏଠି ନେଲେ ଚଳିବ ଏଠି ନେଲେ ଚଳିବ ମୁଁ ଏଠି ଦେଇଦେଲି ଆପଣ ବାହାରେ ଏଇ ଗାର ଉପରେ ରହିବ ନାହିଁ ଏଇଟା ହେଲା ସି ନମ୍ବର ତ ଡି ନମ୍ବର ଡି ରହିଛି ଏ ବି ରେଖାଖଣ୍ଡ ଉପରେ ପି ବିନ୍ଦୁ ଅବସ୍ଥିତ ରେଖାଖଣ୍ଡ ନେଇଯିବ ଏଇଟା ହେଲା ଏ ଆଉ ବି ପି ବିନ୍ଦୁ ଯେକୌଣସି ଜାଗାରେ ଏ ଆହା ମଧ୍ୟରେ ଯେକୌଣସି ଜାଗାରେ ପି ଦେଇଦେବ ଏ ବି ରେଖାଖଣ୍ଡ ମଧ୍ୟରେ ପି ବିନ୍ଦୁ ଅବସ୍ଥିତ 5 ନମ୍ବର ଚିତ୍ର 2.6 ମାନେ ଏଇଟାରେ ଦର୍ଶାଅ 5ଟି ବିନ୍ଦୁ ଦେଖ ପିଲାମାନେ ଏଇ ଯେଉଁ ବିନ୍ଦୁ ଜାଣିପାରୁଛି 5ଟି ବିନ୍ଦୁ ଦର୍ଶାଇ ଦେବ ଆଉ କ'ଣ ଲେଖିଦେଲ ଡି ଇ ଓ ସି ବି ତାପରେ ହେଇଛି ଗୋଟିଏ ସରଳରେଖା ଦେଖ ପିଲାମାନେ ଏଇଟା ହେଲା ସରଳରେଖା ଯେଉଁଟା ତୀର ଚିହ୍ନ ଦିଆହେଇଛି ସେଇଟା ସରଳରେଖା ଦୁଇ ପଟକୁ ସରଳରେଖା କିଏ କହିପାରିବ ନା ଡି ଏବଂ ବି ସରଳରେଖା ଡି ଏବଂ ଡି ବି ଦୁଇ ପଟକୁ ଦୁଇଟା ତୀର ଚିହ୍ନ ଦେବ ସି ନମ୍ବର 4ଟି ରଶ୍ମି ପିଲାମାନେ ଗୋଟେ ଆଦ୍ୟ ବିନ୍ଦୁ ରହିଥିବ ଆଦ୍ୟ ବିନ୍ଦୁରୁ ଗୋଟେ ଆଡ଼କୁ ତୀର ଚିହ୍ନ ରହିଥିବ କେଉଁଟା ସବୁ ଦେଖ ଗୋଟେ ହେଲା ଓ ସି ଗୋଟେ ଓ ବି ଓ ଇ ହେଇପାରିବ ଓ ଡି ହେଇପାରିବ ଏଠି ଗୋଟେ ନାହିଁ ତୁମେ ଏଠି ଆଉ ଗୋଟେ ବି କ'ଣ ଏମ୍ ଦେଇପାରିବ ଯାହା ବି ଦେଇପାରିବ ଏବେ ବର୍ତ୍ତମାନ ଲେଖିନେବା ଗୋଟେ ଓ ସି ରଶ୍ମି ଚିହ୍ନ ଦେଇଦେବ ଓ ଡି ରଶ୍ମି ଚିହ୍ନ ଦେବ ଓ ବି ଏମିତି ରଶ୍ମି ଚିହ୍ନ ଦେବ ଓ ଇ ସେଟା ଯଦି ଏ ଦେଇଥିବ ତାହେଲେ ଓ ଏ ବି ଏଇଟା ଦିଆହେଇନି ଏଇଟା ଏ ମନେ କରିଦିଅ କି ଅନ୍ୟ ଯାହା ଦିଅ ମୁଁ ଏ ଦେଇଦେଇ ଏ ଲେଖା ହେଇଥିଲା ଓ ଏ ରଶ୍ମି ତାପରେ ଯେ 5ଟି ରେଖାଖଣ୍ଡ ଜାଣିଛ ଦୁଇଟା ବିନ୍ଦୁକୁ ଯେଉଁ ରହୁଥିବ ଗୋଟେ ଡି ଇ ଗୋଟେ ଇ ଡି ଗୋଟେ ଡି ସି ଡି ବି ଆଉ ଇ ବି ଏମିତି ବି କରିପାରିବ ସବୁ ଲେଖିଦେବ ଡି ଇ ରେଖାଖଣ୍ଡ ଏମିତି ରେଖାଖଣ୍ଡ ଉପରେ ଦେବ ତାପରେ ଇ ଓ ରେଖାଖଣ୍ଡ ଓ ସି ରେଖାଖଣ୍ଡ ଓ ବି ଏମିତି ରେଖାଖଣ୍ଡ ଓ ଏ ରେଖାଖଣ୍ଡ ଦେବ ଛନ ରହିଛି ଏଠାରେ ଓ ଏ ରଶ୍ମି ଗୋଟେ ରଶ୍ମି ଦେଖ ଓ ଏ ଗୋଟେ ରଶ୍ମି ଏହା ଓ ବିନ୍ଦୁରୁ ଆରମ୍ଭ ହୋଇ ଏ ବିନ୍ଦୁ ମଧ୍ୟ ଯାଇଛି ଏ ବିନ୍ଦୁ ଦେଇଯାଇଛି ନା ଓରୁ ଆରମ୍ଭ ହୋଇକି ବି ବିନ୍ଦୁ ମଧ୍ୟ ଦେଇଯାଇଛି ପ୍ରଶ୍ନ ରହୁଛି ତ
ତୁମେ ଏହାକୁ ଓ ବି ଭାବରେ ନାମକରଣ କରିପାରିବ କି? ଓ ବି, ହଁ କରିପାରିବା। ଦେଖିଦେବ, ହଁ ଓ ବି ରଶ୍ମି ଭାବରେ ନାମକରଣ କରିପାରିବା। ନାମକରଣ କରିପାରିବା। ପଚାରୁଛି କାରଣ, କାରଣ ଓ ଏହାର ଆଦ୍ୟ ବିନ୍ଦୁ, ଏହାର ଆଦ୍ୟ ବିନ୍ଦୁ କମା ଦେଇଟା ଲେଖିଦେବା, କମା, ଏହାର ଆଦ୍ୟ ବିନ୍ଦୁ ଏବଂ ଏହି ରେଖାଖଣ୍ଡ ବା ଏହି ସରଳରେଖା ଯାକ, ଏହି ସରଳରେଖା ଏହା ବି ଦିଗରେ ଅସୀମ ଭାବରେ ବଢ଼ି ଚାଲିଛି। ବୁଝିପାରିଲ ପିଲାମାନେ? ତାପରେ ବି ନମ୍ବର, ବି ନମ୍ବରରେ ରହିଛି ଆମେ ଓ ଏ ରଶ୍ମିକୁ ଏ ଓ ରଶ୍ମି ଭାବେ ଲେଖିପାରିବା କି ନା? ହଁ ନା, ଦେଖ ସେ ପଚାରିଛି ଓ ଏଟା ଠିକ୍ ଅଛି, ତାକୁ ଏ ଆଉ ଓ କରି ଲେଖିବ ନା? ଏ ତୀର ଚିହ୍ନ କୁଆଡ଼େ ଦେଇଛି? ଏଇଆଡ଼ୁ ତ ଦିଆଯାଇଛି ନା, ଆଦ୍ୟ ବିନ୍ଦୁ ହେଲା ଓ, ଯୁଆଡ଼କୁ ତୀର ଚିହ୍ନ ଦିଆହେଇଥିବ ସେଇଆଡ଼କୁ ରଶ୍ମି ବୋଲି କୁହାଯିବ। ଏଠି ତୀର ଚିହ୍ନ ନାହିଁ, ଏଇଟା ଆମେ ଲେଖିପାରିବା ନାହିଁ। ଲେଖିବ କ'ଣ? ନା। ଏଇଟା କ'ଣ ଲେଖିବ? ନା। କାରଣ, ନା ଲେଖିଦେବ, କାରଣ ଲେଖିବ, କାରଣ ଓ ଏହାର ଆଦ୍ୟ ବିନ୍ଦୁ ଅଟେ, ବିନ୍ଦୁ ଅଟେ। ବର୍ତ୍ତମାନ ଜାଣିବା କୋଣ ବିଷୟ 2.5ରେ ରହୁଛି। ଦେଖ ପିଲାମାନେ, କୋଣ କ'ଣ, କୋଣ କିପରି ସୃଷ୍ଟି ହୁଏ, କୋଣ କିପରି ଲେଖିବା ତା ବୁଝେଇ ଦେଉଛି। ଏହାପରେ ଯେଉଁ ଆସ ବୁଝିବା ରହିଛି ତୁମେ କରିବାକୁ ସୁବିଧା ହେବ। ଦେଖ ପିଲାମାନେ, ଗୋଟେ ବିନ୍ଦୁ ନେଲେ, ଏଇ ବିନ୍ଦୁରୁ ତୁମେ ଇଆଡ଼ୁ ଗୋଟେ ସଳ ଇଏ କଲ, ରଶ୍ମିଟେ ଟାଣିଲ, ଇଆଡ଼ୁ ଗୋଟେ ରଶ୍ମିଟେ ଟାଣିଲ। ଆ ନାମ ତୁମେ ଦେଇପାରିବ ଏ, ଏଟା ବି, ଏଟା ସି। ତାହେଲେ କ'ଣ ନାମ ଦେଇପାରିଲ? ତାହେଲେ ଯେ କୋଣ ଆଦ୍ୟ ବିନ୍ଦୁ ଆରମ୍ଭ କେଉଁଠୁ କରିଥିଲି ମୁଁ? ବି ଠାରୁ। ତାହେଲେ ବିଟା ହେଲା, ଏଇଟା କ'ଣ କୋଣ, କ'ଣ କୋଣ କେଉଁଟା ଥିଲା? ବିଟା। ଏଇଟା କୋଣକୁ ଆମେ ଏଇମିତି ଚିହ୍ନାନ୍ତ କରିକି ବଙ୍କା କରିକି ଚିହ୍ନିତ କରନ୍ତି। ତାହେଲେ ବି ଗୋଟେ ହେଲା କୋଣ। ବୁଝିପାରିଲ? ଯେଉଁ ଆଦ୍ୟ ବିନ୍ଦୁ ଯେଉଁ ହେଇଛି, ଷ୍ଟାର୍ଟ ହେଇଛି, ସେଇଟା ହେଲା କ'ଣ? କୋଣ। ତାହେଲେ କୋଣ ନାଁ କ'ଣ କହିପାରିବ? ବି। କୋଣ ଚିହ୍ନ ହେଲା ଏମିତି, ଆମେ ଯେମିତି ସିମ୍ବଲ ପଢ଼ି ପଢ଼ିକି ଆସିଥିଲେ, ରେଖା, ସରଳରେଖା, ରଶ୍ମିର ବି କୋଣ ଚିହ୍ନ ହେଲା ଏମିତି, ବି କୋଣ। ତାକୁ ଆମେ ଆଉ ଗୋଟେ ଲେଖିବା ଏ ବି ସି କୋଣ, ଏମିତି। ଯେଉଁ ଆଦ୍ୟ ବିନ୍ଦୁଟା ବା ଏଇଟା ଶୀର୍ଷ ମଧ୍ୟ କୁହନ୍ତି, ଏ ଶୀର୍ଷଟା ମଝିରେ ହିଁ ରହିବ, କୋଣଟା ସବୁବେଳେ ମଝିରେ ହିଁ ଥିବ। ତାହେଲେ ଏ ବି ସି କୋଣ। ବୁଝିପାରିଲ ଏବେ? କିମ୍ବା ସି ବି ଏ କୋଣ, କିମ୍ବା ସି ବି ଏ କୋଣ, ଏମିତି ଲେଖିପାରିବ। ଏ ବି ସି କୋଣ ଯାହା, ଆଉ ସି ବି ଏ କୋଣ ମଧ୍ୟ ସେୟା, ଏମିତି କୋଣ ଲେଖିଦେଲ। ବୁଝିପାରିଲ? ତାହେଲେ ଏଇଟା କ'ଣ ବି କୋଣ? ଯଦି ଏଇଟା ଆଉ ଗୋଟେ ରଶ୍ମିଟେ ବାହାରିଲା, এইটা କ'ଣ ବି, ଏଇ ଯେଉଁ କୋଣଟାକୁ ବି କୋଣ କହିବା କି ନା? କାରଣ ଦୁଇଟା କୋଣ ହେଇଯାଉଛି। ବି ଯେଉଁ ଶୀର୍ଷ ବିନ୍ଦୁରେ କେତେଟା କୋଣ ସୃଷ୍ଟି ହେଇଛି? ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ସେଟାକୁ ଆମେ କ'ଣ ବି କୋଣ କହିପାରିବା ନାହିଁ। କିନ୍ତୁ ଯେଉଁ ପ୍ରଥମଟା ଯେଉଁ ଥିଲା ଏମିତି, ଆମେ କ'ଣ କରିଥିଲେ ନା ବି କୋଣ କହିପାରୁଥିଲେ। ଦୁଇଟା କୋଣ ହୋଇଯାଏ, ତେବେ ଏହାକୁ ବି କୋଣ ଲେଖିପାରିବା ନାହିଁ। ବୁଝିପାରିଲ ଏବେ? ତାହେଲେ କୋଣ ଦୁଇଟା ଆର ନାଁ ଦେଇପାରିବ, ଏ ବି ସି ଡି, ଆର ନାଁ ଦେଇପାରିବ, ଡି ଦେଇପାରିବ। ତାହେଲେ କେତେଟା କୋଣ ସୃଷ୍ଟି ହେଲା ଦେଖ, ବୁଝିତ, ଏ ବି ଡି, ଏଇ କୋଣ ଗୋଟେ ହେଲା। କି কোণ লিখবে? দেখো এ বি ডি কোণ, এ বি ডি, এই কোণটার না হলা এ বি ডি। ଆଉ এই ଯେଉଁ কোণটার ନାଁ ଦେଇପାରିବ ଡି ବି ଏ, কোণটা ସବୁ ମଝିରେ ରହିବ, ଡି ବି ଏ, ସବୁଗୁଡ଼ାକ କ୍ୟାପିଟାଲ ଲେଟର ଲେଖା ହେବ। ଏ କୋଣ ଚିହ୍ନ ଏମିତି ଦେଇଦେବା। ବୁଝିପାରିଲ କୋଣ ନାଁ କେମିତି କରାହେବ? ମଝିରେ ରହିବ କୋଣ ଚିହ୍ନ ବା ଶୀର୍ଷ ବିନ୍ଦୁ ରହିଏ। ତ ଡି ବି, ଯାହା ନା ତୁମେ ଏ ବି ସି ଡି ଦେଇପାର, ତୁମେ ଏମ୍ ଏନ୍ ଓ ଦେଇପାର, କିମ୍ବା ପି କ୍ୟୁ ଆର୍, ତୁମ ଇଚ୍ଛା ଦେଇ, ଏଥିରେ କିଛି ବାଧ୍ୟ ନାହିଁ ଯେ ଏ ବି ସି ଦେବ ବୋଲି କି ଡି ଦେବ ବୋଲି। ତ এই ଯେଉଁ ଯାହା ଦେବ ସେଇଟା ମଝିରେ ରହିବ, ଏବଂ ଅନ୍ୟ ସବୁ ଯେଉଁ ରଶ୍ମିରେ ଯେଉଁ ଦେଇଥିଲୁ ଆମେ ସବୁ ବିନ୍ଦୁ ଦେଇଥିଲେ ତାର ନାଁ ଅନୁସାରେ ଆମେ ଲେଖିଦେପାରିବା। କୋଣ ବୁଝିପାରିଲ? ଦେଖ ଏ ଚିତ୍ର ଦେଖ ପିଲାମାନେ, ଦେଖ ଗୋଟେ ଯେଉଁ କ'ଣ କରିଛି ନା ବବିତା କବିତା ଗୋଟେ ବହି ଖୋଲିଛି। ଦେଖ ପିଲା, ଏ ପ୍ରଥମେ କ'ଣ କରିଛି? ଅଳ୍ପ ଖୋଲିଛି, ଏଇଠି ଅଳ୍ପ କ'ଣ ସୃଷ୍ଟି ହେଲା, ତାପରେ ଟିକେ ଅଧିକ ଖୋଲିଛି। ଦେଖ ଏମିତି ତୀର ଚିହ୍ନ ଦେଇ ଏଇ ଟିକେ ବଡ଼ କୋଣ ସୃଷ୍ଟି ହେଲା, ତାର ପୁରା ଏମିତି ବଡ଼ ପୁରା କୋଣ ସୃଷ୍ଟି ହେଲା, ପୁଣି ଆହୁରି ମୋଡ଼ିଛି, ଆହୁରି ବଡ଼ କୋଣ ସୃଷ୍ଟି ହେଲା, ପୁଣି ଆହୁରି ବଡ଼ ପୁରା ଗୋଲ ହେଇଗଲା, ଲାଷ୍ଟ କ'ଣ ହେଇଗଲା? ପୁରା ଗୋଲ ହେଇଗଲା। ତାପରେ ବହିଟା ପୁରା ଓଲଟେଇ ଦେଇଛି, ପୁରା କୋଣଟା ହେଇଗଲା ଗୋଲ। ଏଇ ଯେଉଁ କୋଣ ସବୁ କି ସୃଷ୍ଟି କଲା, କି କୋଣ କୋଣ କେତେ ପ୍ରକାର, କ'ଣ ଆମ ଆର
2.67 ପଢ଼ିବା। ବର୍ତ୍ତମାନ ଏତେ ବିଷୟ ଜାଣିବା ଦରକାର ନାହିଁ, ଯେତିକି ରହିଛି ଆମେ ବୁଝି ସାରିଲା ପରେ ଆମେ ଆସ ବୁଝାଟା କରିବା। ଦେଖ ଏଇଟା ଗୋଟେ କୋଣର ଚିତ୍ର ଦେଇ ଦେଖ, ଏଇଟା ହେଲା ଶୀର୍ଷ ବିନ୍ଦୁ, ଏଇଟା ରଶ୍ମିଟା କ'ଣ ରହୁଛି, ରଶ୍ମିର ଆଦ୍ୟ ସ୍ଥିତି, ରଶ୍ମିର ଶେଷ, ଏମିତି କରିକି ଏମିତି କରାଯାଇଛି। ଏଇଟା ହେଲା କୋଣ, ଯେଉଁ ଘୂର୍ଣ୍ଣନର ପରିମାଣ କୋଣ, ଏଇ ଯେଉଁ କେତେ ଆମେ କମ୍ପାସ ସାହାଯ୍ୟରେ ଘୁରେଇବା କେତେଟା ପର୍ଯ୍ୟନ୍ତ ଗଲା, ଏଇଟା ହିଁ ଆମର କୋଣ। ଆମେ ଯଦି କୋଣ ଯୋର ଏମିତି ଦେଇ ଦିଅନ୍ତି, ବକ୍ର ରେଖା ସହିତ ଦେଇ ଦିଅନ୍ତି। ଦେଖ ପିଲାମାନେ, ଏଇ ଯେଉଁ କମ୍ପାସ ରହିଛି, ଆମେ ବାହୁଟିକ ବୁଲେଇ ଏକ କୋଣ ସୃଷ୍ଟି କରୁ। ଶୀର୍ଷ ହେଉଛି ବିନ୍ଦୁ ଯୋଉଠି ବାହୁ ଯୋଡ଼ି ହୋଇଥାଏ। କୋଣର ବାହୁ ଶେଷ ବିନ୍ଦୁ ଚିହ୍ନ। ଦେଖ ଆଗରେ ବାହୁ, ଏ ଯେଉଁ କଇଁଚି ଦେଖିପାରୁଛ ପିଲାମାନେ, ଏଇଟା ଜାଗେ କମ୍ପାସ। ଦେଖ ଏଇଟା ହେଲା ଗୋଟେ କୋଣ, ଏଇଟା କଇଁଚି ଦେଖିପାରୁଛ, ଏଇଟା ଗୋଟେ ହେଲା ଏଇଟା ଗୋଟେ ହେଲା ଏଇ କୋଣ। ଏଇଟା ଯେ ଚଷମା ଦେଖୁଛ କୋଉଠି କୋଣ ହେଉଛି, ଏଇଠି ଗୋଟେ କୋଣ ହେଇପାରୁଛି, ଏଠି ଏମିତି ହେଇପାରୁଛି। ଟଙ୍କା ଏଇ ଯେଉଁ ଏଇଟା ହେଇପାରୁଛି, ଦେଖ ଏଇଟା ଖୋଲା ହେଇକି ପୁରା ହେଇକି କେତେ ବଡ଼ଟେ। ଏଇଟା ଆମର ରହୁଛି ଯେଉଁ ଷ୍ଟାପ୍ଲର, ଦେଖ ଏଇଠି କୋଣ ସୃଷ୍ଟି ହେଉଛି। ଏଇଟା ବକ୍ସରେ ଏଠି କୋଣ ସୃଷ୍ଟି ହେଉଛି, ଏଇଟା ଏଠି ସୃଷ୍ଟି କରୁଛି। ଏଇଟା ବିଭିନ୍ନ ବହୁତ କୋଣ ସୃଷ୍ଟି କରୁଛି। ବର୍ତ୍ତମାନ ଡ୍ରଇଂ କରିବା, ଆସ ବୁଝିବା। ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକରେ କୋଣ ଗୁଡ଼ିକୁ ତୁମେ ଖୋଜି ପାରିବ କି? ଯେକୌଣସି ଗୋଟିଏ କୋଣ ଗଠନ କରୁଥିବା ରଶ୍ମି ଅଙ୍କନ କର ଏବଂ କୋଣର ଶୀର୍ଷ ବିନ୍ଦୁର ନାମକରଣ ଦିଅ। ଦେଖ ପିଲାମାନେ, ପ୍ରଥମେ ଗୋଟେ ସାଇକେଲ ଚିତ୍ର ଦେଇ ଦେଖ କେତେଟା କୋଣ ହେଉଛି। ଦେଖ ଇଏ ଗୋଟେ କୋଣ ହେଇପାରୁଛି, ଏଠି ବି ତୀର ଚିହ୍ନଟା ଦେଇ ଦେଖ, ଇଏ ଗୋଟେ ତୀର ଚିହ୍ନ, ଏଠି ଗୋଟେ କୋଣ ହେଇପାରୁଛି। ବି ସି ଡି, ଏଇଟା ଏ ବି ଚାରିଟା ବିନ୍ଦୁ ଦେଇଛି। କୋଣ ବହୁତ ଗୁଡ଼ିଏ ହେଉଛି। ସେ ପଚାରିଛି ଗୋଟେ କୋଣ ଅଙ୍କନ କରିକି ତୁମେ କ'ଣ କରିବ, ଏଇଥିରୁ ରଶ୍ମି କୋଣର ଶୀର୍ଷ ବିନ୍ଦୁ ନାମ କର। ଦେଖ ପ୍ରଥମେ 1 ନମ୍ବର ଲେଖିଦେବ। 1 ନମ୍ବର ତୁମେ ଗୋଟେ କ'ଣ କର, ଶୀର୍ଷ ଦେଖ ଚିତ୍ର ଯେମିତି ଦେଇଛି, ତୁମେ ଯେମିତି ଗୋଟେ ଆଙ୍କିପାରିବ ହେଲା। ସେ ଏମିତି କ'ଣ କରିଥିଲା, ବିନ୍ଦୁ ଦେଇଥିଲା। ଏଇଟା ହେଲା ଏ, ଏଇଟା ହେଲା ମଝିରେ ହେଲା ଡି, ଏଇଟା ହେଲା ସି, ଏଇଟା ହେଲା ବି। ତମକୁ କ'ଣ ପ୍ରଶ୍ନ ରହିଛି, ତାହେଲେ ଏଇଠୁ କ'ଣ ସାଇକେଲ ଚିତ୍ରଟେ ହେଇଛି। ଏଇଟା ଆମର କ'ଣ ହେଇଛି, ଗୋଟେ ନା ସାଇକେଲଟେ ହିଁ ଆମର ହେଇଛି। ତୁମେ ଚାହିଁଲେ ସାଇକେଲଟେ କରିପାରିବ। ମୁଁ ସାଇକେଲ ଚିତ୍ର କରିବା କିଛି ଆମର ଦରକାର ନାହିଁ, ଆବଶ୍ୟକ ନାହିଁ। ସେଥିପାଇଁ ମୁଁ କ'ଣ କରୁଛି ନା, ଆମର ଦରକାର କୋଣ। ଆମର କ'ଣ ଦରକାର, କୋଣ ହିଁ ଦରକାର। ଆମର ସାଇକେଲ ଚିତ୍ର କରିବା କିଛି ଆବଶ୍ୟକ ନାହିଁ। ଦେଖ ପିଲାମାନେ, ଏଇ ଯେଉଁ କୋଣ ହେଲା, ତା ନାଁ ଦେଇପାରିବ ତୁମ କ'ଣ, ଡି। ଶୀର୍ଷ ବିନ୍ଦୁ କିଏ ହେଲା, ଡି। ଶୀର୍ଷ ବିନ୍ଦୁ ସରି, ଏଇଟା ବି ହେବ। ତା ଶୀର୍ଷ ଏଇ ସବୁ ଏଇଠି ସିଦ୍ଧ ହେଉଛି, ତାହେଲେ ଏଇଟା ହେଲା ଡି। ଶୀର୍ଷ ବିନ୍ଦୁ ଲେଖିଦେବ ଡି। ଆଉ କୋଣ କ'ଣ ଲେଖିପାରିବ ତୁମେ, ବି ଡି ସି। କୋଣ ନାମ ଲେଖିବ ବି ଡି ସି କୋଣ। ସି ଡି ବି କେତେଟା ଦେଖ ହେଇପାରୁଛି, ସି ଡି ବି କୋଣ ଫଳ ମଝିରେ ରହିବ। ଆଉ ଏ ଡି ବି କୋଣ, ଏ କୋଣଟା ବି ହେଇପାରୁଛି। ଦେଖ ଏ ଡି ବି କୋଣ, କିମ୍ବା ବି ଡି ଏ, ଏଇ କୋଣଟା ଡି ବି ଏ କୋଣ। ସବୁବେଳେ ବିଟା ହିଁ ଶୀର୍ଷ ବିନ୍ଦୁଟା ହିଁ ମଝିରେ ରହିବ। କୋଣ ଲେଖି ପଚାରିଛି ଗୋଟିଏ, ମୁଁ ଲେଖିଦେଲି 4ଟା। ତୁମେ ଆହୁରି ଅନେକ ଗୁଡ଼ିଏ ବି ହେଇପାରିବ। ତାପରେ ହେଇଛି କୋଣର ଶୀର୍ଷ ବିନ୍ଦୁ ନାମ। କୋଣର ଶୀର୍ଷ ବିନ୍ଦୁର ନାମ। ମଝିରେ କିଏ ରହୁଛି, ଆଦ୍ୟ ବିନ୍ଦୁ କିଏ, ଡି। ଡିଟା ଲେଖିଦେବ। ଏବେ ଆଉ ଗୋଟେ ଚିତ୍ର ରହିଛି। ଆର୍ ତୁମେ କ'ଣ କରିବ ନା, ନିଜେ ଏଇ ଚିତ୍ରର ତୁମେ ରଶ୍ମି ଅଙ୍କନ କରିବ, ଶୀର୍ଷ ବିନ୍ଦୁ ନିଜେ ଅଙ୍କନ ନିଜେ ବାହାର କରିକି ଲେଖିବ। ଦେଖ ଗୋଟେ ଚିତ୍ରଟା ଏମିତି କରିଦେଲି। ବେଶୀ ଆମେ ଯେତିକି ଦେଇଛି ଆମେ ସେତିକି କରିବା ଦରକାର ନାହିଁ। ଏଇଟାକୁ ଚିତ୍ର କରିଦେଲି। ଭିତରେ ଯେଉଁ ହେଇଥାଉ କିଛି କଥା, ଆର୍ ନାଁ ଦେଇପାରିବା। ଏଇ ଯେଉଁ ଶୀର୍ଷ ଏ ବି ସି ଡି। ତାହେଲେ କୋଣ କେଉଁଟା ସବୁ ହେଲା, ଏ ଗୋଟେ କୋଣ, ଏମିତି କୋଣ ବକ୍ର, ଏମିତି କୋଣ, ଇଏ କୋଣ, ଏଠି ବି କୋଣ ହେଇପାରୁଛି। ସେ ଦରକାର ନାହିଁ, ବଡ଼ ବଡ଼ କୋଣ ସବୁ ଦେଖ। ତାହେଲେ ଏଠି କୋଣ ନାଁ କ'ଣ ଦେଇପାରିବ, ଏ ବି ସି କୋଣ। କ'ଣ ଏଇ କୋଣଟା ନାଁ ହେଲା ଏ ବି ସି କୋଣ। ଏ କୋଣର ନାମ ଏ ବି ସି। ଏମିତି କୋଣ ଲେଖିଲେ ଚଳିବ, ଏମିତି ମାରିଦେଲା। ଆଉ କ'ଣ ହେଇପାରିବ, ଏଇ କୋଣ ପାଇଁ କଲେ ବି ସି ଡି କ'ଣ ଲେଖିପାରିବ। ମୁଁ ବହୁତ ଗୁଡ଼େ ବୁଝେଇ ଦେଉଛି, ତୁମକୁ ଯେଉଁଟା ସୁବିଧା ହେବ ଲେଖିପାରିବ। ଏଇ କୋଣ ପାଇଁ କ'ଣ ଲେଖିପାରିବ, ବି ଏ ଡି ବା ଡି ଏ ବି, ଯାହା ଲେଖିଲେ ବି ଚଳିବ। ବି ଏ ଡି। ସେ ପଚାରିଛି ଏବେ ଶୀର୍ଷ ବିନ୍ଦୁ କ'ଣ ଲେଖିବ ପିଲାମାନେ, ଦେଖ ଶୀର୍ଷ ବିନ୍ଦୁର ନାମ। ଦେଖ ତମେ ମାନେ କ'ଣ କରିପାରୁଛ ନା, କେତେଟା ହେଇପାରିବ, 1 2 3, ଏଗୁଡ଼ା ସବୁ ଶୀର୍ଷ କୋଣ। ହେଇ 4ଟା ହେଇପାରିବ। ତୁମେ ଗୋଟେ ଯାହା ଲେଖିଲେ ଗୋଟେ ବି ଲେଖିଦେଇପାରିବ। ବି ଲେଖିପାରିବ, ସି ତୁମେ ଗୋଟେ ଲେଖିବ, ଯେକୌଣସି ମୁଁ ସବୁ ଲେଖି ଦେଉଛି। ଏ ଗୋଟେ ଲେଖିଲେ ବି ଚଳିବ। ତେବେ ଆମର 1 ନମ୍ବର କମ୍ପ୍ଲିଟ୍ ହୋଇନାହିଁ, ଆହୁରି ଅଛି। ଦେଖ ପିଲାମାନେ, ଏଇଟା ଗୋଟେ କ'ଣ ସିଡ଼ି ଦେଇଛି। ଏତିକି କୋଣ କ'ଣ ଏମିତି ଗୋଟେ କରିପାରିବ। ଏଇଟା ହେଲା ଗୋଟେ ଶୀର୍ଷ,
এইটা হলো রশ্মি, এটা তুমি ଦେଇପାରିବ। ଦେଖ ପିଲାମାନେ, ଦେଖ ଏପଟରେ ଅନେକ ଗୁଡ଼ିଏ କୋଣ ଅଛି, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ଇଏ ତମେ ବହୁତ ଗୁଡ଼ିଏ କୋଣ ପାଇପାରୁଛ। ପଚାରୁଛି ଗୋଟିଏ କୋଣ ଲେଖିବ, ଗୋଟିଏ ଶୀର୍ଷ ଲେଖିବ। ଦେଖ ତମେ ଗୋଟେ କ'ଣ କରିବ ନା, ସିଡ଼ିର ଏତିକି ମୁଁ ଗୋଟେ ଆଙ୍କିବି, ସବୁ ଆଙ୍କିବା ଦରକାର ନାହିଁ। ଏଇଟା ନାଁ ଦେଇପାରିବ ଏ ବି ସି ଦେଇପାରିଲ, କିମ୍ବା ମନେକର ଏମ୍ ଏନ୍ ଓ, ମୁଁ କାଟିକି ବୁଝିବା ପାଇଁ କରୁଛି। ଏମ୍ ଏନ୍ ଓ, ତୁମେ ଯାହା ଦେବ ଏମ୍ ଏନ୍ ଓ ଦେଇପାରିବ। ଏମିତି କୋଣ ହେଲା। ସେ ପଚାରୁଛି କୋଣର ନାମ ଲେଖି ଦେଇପାରିବ। ଏମ୍, ଦେଖ ଏନ୍ ଓ, ଏମିତି କୋଣ ଚିହ୍ନ ଦେଇଦେବ। ଆଉ ଶୀର୍ଷର ନାମ ହେଲା କେତେ, ଏନ୍। ଶୀର୍ଷର ନାମ କି ହେଲା ଏନ୍। ବୁଝିଗଲା। ତାପରେ ଯେଉଁ ରହିଛି, ଯେଉଁ ପୋଲର ରହିଛି ଉପର, ଦେଖିବା କେଉଁଟା କରିପାରିବ। ଯେକୌଣସି ଗୋଟେ କରିପାରିବ, ଏମିତି ଏମିତି ନେଇପାରିବ। ଯାହାହେଲେ ତୁମେ ଗୋଟେ ଦରକାର ଆମର। ପୋଲ ଚିତ୍ର କରିବା, ଦେଖା ପିଲାମାନେ। ତ ପିଲାମାନେ ଶୀର୍ଷରେ ଦେଖ, ଯେକୌଣସି ଗୋଟେ ଧରିବ। ଦେଖ ପିଲାମାନେ, ତମେ ଏଟାକୁ ଇଏ ଗୋଟେ ଶୀର୍ଷ ଧରିପାରିବ, ଯାହାକୁ ଗୋଟେ ଧରି କରିପାରିବ। ଏଇଟା ଧରିପାରିବ ଓ ପି କ୍ୟୁ, এইটা কোণটা আমার সৃষ্টি হল। এটা କ'ଣ ଓ ପି କ୍ୟୁ। ତାହେଲେ ଲେଖିପାରିବ କ'ଣ, କୋଣର ନାମ ଅନେକ ଗୁଡ଼ିଏ ହେଇପାରିବ ପିଲାମାନେ, ମୁଁ ଗୋଟିଏ ହିଁ କହୁଛି। କୋଣର ନାମ ଓ ପି କ୍ୟୁ। ମୁଁ ଓ ପି କ୍ୟୁ ଦେଇଛି, ତୁମେ ଅନ୍ୟ ନାମ ଦେଇପାରିବ, ଅନ୍ୟ ବି କୋଣ ହେଇପାରିବ। ତା ଶୀର୍ଷର ନାମ, ଶୀର୍ଷ ବିନ୍ଦୁର ନାମ ପି। ତାହେଲେ ବୁଝିଗଲା। ଏବେ ଏଥିରେ ଅନେକ ଶୀର୍ଷ ବିନ୍ଦୁ ଏବଂ କୋଣ ସୃଷ୍ଟି ହେଇଛି। ତମେ ଗୋଟିଏ ପାଇଁ କହିଛି, ଗୋଟେ ଲେଖିଦେଲି। ଏହାପରେ 2 ନମ୍ବର, ଏସ୍ ଟି ଓ ଏସ୍ ଆର୍ କୁ ବାହୁ ନେଇ ଗୋଟେ କୋଣ ଚିତ୍ର ଅଙ୍କନ କର। ଏହାର ନାମକରଣ ଦେଖ ପିଲାମାନେ, ଏସ୍ ଟି ଏସ୍ ଆର୍। ତାହେଲେ ଆମେ ଯେଉଁ କୋଣଟି ଅଙ୍କନ କରିବା, ଅଙ୍କନ କରିବା ମଝିରେ କାହାକୁ ଦେବ। ଆମର କୋଣ ତମେ ହାତରେ କରିପାର, ସ୍କେଲରେ ବି କରିପାର। ବୁଝିପାରୁଛ ନା। ଏମିତି କୋଣ କଲା ମାନେ ଏମିତି ତୀର ଚିହ୍ନ ଦେବ। ସେ ପଚାରିଛି ଏସ୍ ଟି ଏସ୍ ଆର୍, ମଝିରେ କିଏ ରହିବ। ଦେଖ ଏସ୍ ଏସ୍ ରହୁଛି, ଏସ୍ ମାନେ କମନ ଦୁଇଟା କ୍ଷେତ୍ରରେ ମଝିରେ ହିଁ ଏସ୍ ରହିବ। ବୁଝିପାରୁଛ ନା। ଏବେ ମଝିରେ ଏସ୍ ରଖିବ, ଏଠି ଏସ୍, ଏଠି ଟି କି ଆର୍ ଲେଖି, ଏଟାକୁ ଟି କରିପାର, ଏଟାକୁ ଆର୍ କରିପାର, ଏଟାକୁ ଏପଟରେ କରିପାର, କିନ୍ତୁ ମଝିରେ କିଏ ରହିବ, ଟି ହିଁ ରହିବ। ବୁଝିପାରିଲ। ତାହେଲେ ଏହାର ନାମ ଟି ଏସ୍ ଆର୍, ଯେଉଁ ମଝିରେ ରହିଲା ଏଟା ଏସ୍, କିମ୍ବା ଆଉ ଗୋଟେ କହିପାରିବ କ'ଣ, ଆର୍ ଏସ୍ ଟି। ଆର୍ ଏସ୍ ଟି କହିପାରିବ, କିମ୍ବା ଟି ଏସ୍। ଏ କୋଣ ଚିହ୍ନକୁ ଏମିତି ବକ୍ର ରେଖା ଦ୍ୱାରା ଚିହ୍ନଟ କରାଯାଇଥାଏ। ହେଇଗଲା 2 ନମ୍ବର। ତ 3 ନମ୍ବର ଦେଖ ପିଲାମାନେ, 3 ନମ୍ବର ହେଇଛି ଏଠାରେ ଏ ପି ସି। ଦେଖ ପିଲାମାନେ, ଏ ପି ସି କୁ ଆମେ ପି ଭାବରେ ପି କୋଣ ଭାବରେ ଲେଖିପାରିବା ନାହିଁ। ବୁଝ, ମୁଁ ବୁଝେଇଥିଲି ପୁରା। ଏଇଟା କ'ଣ, କେତେଟା କୋଣ ସୃଷ୍ଟି ହେଇଛି, 2ଟା କୋଣ। ଯଦି ଗୋଟିଏ ହୋଇଥାନ୍ତା ତେବେ ଏଟାକୁ ପି କୋଣ କହିପାରିଥାନ୍ତେ, କିନ୍ତୁ ଏଟାକୁ ଯେହେତୁ 2ଟି କୋଣ ସୃଷ୍ଟି ହୋଇଛି, ତାକୁ ଆମେ ପି କୋଣ, କେବଳ ପି କୋଣ କହିପାରିବା ନାହିଁ। ସେ ପଚାରୁଛି ବୁଝ, ଆମେ ବୁଝେଇବା। ଦେଖ ପିଲା, ରଫ୍ ଚିତ୍ର ଏମିତି ଏମିତି ବହି ଦେଇଛି, ରଫ୍ରେ କରିଦେବା। ସେଥିରେ ପେନ୍ସିଲ୍ କର କି ଡଟ୍, ଏଥିରେ କିଛି ଦରକାର ନାହିଁ, ପେନ୍ସିଲ୍ କର କି ଡଟ୍ କର, ଏମିତି ରଫ୍ କରିଦେବ। ଏଠାରେ ଏ ପି ସି କୁ ଆମେ ଏ କୋଣକୁ ପି କୋଣ ଭାବରେ ଲେଖିପାରିବା ନାହିଁ, କାରଣ ଏମିତି ଗାରଟେ ମାରିଦେବ। ପି କୋଣରେ ବା ପି ବିନ୍ଦୁରେ ଯାହା ଲେଖିଲେ ଚଳିବ। ପି କୋଣରେ, ପି ଆଦ୍ୟ ବିନ୍ଦୁରେ ଲେଖ, ପି ଏଇଟା ଆଦ୍ୟ ବିନ୍ଦୁରେ କେତେଟା କୋଣ ସୃଷ୍ଟି ହେଉଛି, 2ଟି କୋଣ ସୃଷ୍ଟି ହୋଇଥିବାରୁ ଆମେ ପି କୋଣ କହିପାରିବା ନାହିଁ। ବୁଝିପାରିଲ। ପି ଆଦ୍ୟ ବିନ୍ଦୁ ଏଟା କହିପାରିବା ନାହିଁ। ବୁଝିଗଲା। ପୁରା କ୍ଲିଅର କରିକି ବୁଝିବ, କ୍ଲିଅର କରିକି ଲେଖିବ। 3 ନମ୍ବର କମ୍ପ୍ଲିଟ୍। 4 ନମ୍ବର, 4 ନମ୍ବର ହେଇଛି ତଳେ ଦେଇଥିବା ଚିତ୍ରରେ କୋଣ ଗୁଡ଼ିକ ନାମକରଣ କର। ଏ ଯେଉଁ ନାମ ଦେଇଛି, ତମେ ତାକୁ ଚିହ୍ନେଇବ କୋଉଟା କି କୋଣ। ଦେଖ ପିଲା, 4 ନମ୍ବର ସାଇଡ଼୍ ଗୋଟେ ଏମିତି ରଫ୍ ଚିତ୍ରଟେ କରିଦେବ। କଲାପରେ କୋଣ ଗୁଡ଼ିକ ଚିହ୍ନ। ଦେଖ ପିଲାମାନେ, ଏଇଟା ଟି ହେଲା କ'ଣ ଆମର
ଆଦ୍ୟ ବିନ୍ଦୁ ଶୀର୍ଷ ବିନ୍ଦୁ ଯିଏ ଆଦ୍ୟ ବିନ୍ଦୁ ସିଏ। ମୁଁ ଟିକେ ଆଦ୍ୟ ବିନ୍ଦୁ ଲେଖୁଛି, ଶୀର୍ଷ ବିନ୍ଦୁ ଲେଖିଲେ ଚଳିଥାନ୍ତା, କିଛି ନା ଶୀର୍ଷ ବିନ୍ଦୁ ଆଦ୍ୟ ବିନ୍ଦୁ। ତାହେଲେ କି କୋଣ ସୃଷ୍ଟି ହେଲେ ପ୍ରଥମେ ତ ଛୋଟ ତୀରଟେ ଦେଇଛି, ଯେମିତି ଛୋଟ ବକ୍ରରେଖାଟେ, ଏଇଟାକୁ ପ୍ରଥମେ ଚିହ୍ନିବା। ଦେଖ ଏଟା ମଝିରେ ରହିବ ଟି, କ୍ୟୁ ଟି ଆର୍। ଦେଖ କୋଣ ଗୁଡ଼ିକର ନାମ ଏମିତି ଲେଖିଦେଇକି ଗୋଟେ ହେଲା କ'ଣ କ୍ୟୁ ଟି ଆର୍, କ୍ୟୁ ଟି ଆର୍ ଏମିତି କୋଣ ଯୋଉଟା ଦେଇଦେଲ କମା ଦେଇଦେବ। ତାପରେ ଦେଖ ଏଇଟାକୁ କ୍ୟୁ ଟି ପି ବା ପି ଟି କୁ ଯାହା ଲେଖିଲେ ଚଳିବ, ପି ଟି କ୍ୟୁ। ଆଉ ଗୋଟେ ଲେଖିପାରିବ, ଦେଖ ଟୋଟାଲ ଉପରେ ଏଇଟାକୁ ଲେଖିପାରିବ କ'ଣ ପି ଟି ଆର୍, କ'ଣ ଲେଖିପାରିବ ପି ଟି ଆର୍। ଏଇଟା କି ଦରକାର ନାହିଁ, ପଛରେ ଆମେ ଏତିକିଟା ଲେଖିଦେଲେ ଚଳିବ। ତାପରେ 4 ନମ୍ବର, 5 ନମ୍ବର। 5 ନମ୍ବରରେ ହେଇଛି ତୁମେ ଗୋଟିଏ ସରଳରେଖାରେ ନଥିବା ଯେକୌଣସି 3ଟି ବିନ୍ଦୁ ଖାତାରେ ଚିହ୍ନଟ କର ଓ ସେମାନଙ୍କ ନାମ ଏ ବି ସି ଦିଅ। ଯେକୌଣସି 2ଟି ବିନ୍ଦୁ ସଂଯୋଗ କରି ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ, ସେଗୁଡ଼ିକ ନାମକରଣ ଏ ବି ସି ବ୍ୟବହାର କରି କେତୋଟି କୋଣ ନାମକରଣ କରିପାରିବ। ଚିତ୍ର 2ରେ ଦିଆଯାଇଥିବା ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ଦ୍ୱାରା ଚିହ୍ନ। ତ এই 2 ନ ଯେମିତି ବକ୍ରରେଖା ଦେଇନି, ସେମିତି ବକ୍ରରେ ଏମିତି କୋଣ କରିବ। 3ଟି ବିନ୍ଦୁ ଗୋଟେ ସରଳରେଖା ମାନେ ସିଧା ଏଥିରେ ନଥିବେ, 3ଟି ଦବ ସିଧାରେ ନଥିବେ, ଏ 2ଟା ତ ସିଧା ହେଇଗଲା, ଆଉ ଗୋଟେ ସିଧା ଦବନି, ଆଉ ଗୋଟେ ଯେକୌଣସି ତଳକୁ ଦିଅ ଉପରୁ ଯୋଉଠି ଦେଇଦେବ। ତାକୁ କ'ଣ କରିବ ନା ନାଁ ଦେଇଦେବ, ଏଟା ହେଲା ଏ ବି ସି ଦେଇଦେଲ। ତାପରେ ସବୁ ଯୋଡ଼ିବ, ଗୋଟେ ତ ଗୋଟେ ଦେଲା, ଇଏ ବି ଯୋଡ଼ି ହେଇପାରିବ, ଇଏ ବି ଯୋଡ଼ିଦେବା। ତା ଯୋଡ଼ିଦେଲା ପରେ ସେ କ'ଣ କଲା ନା କେତୋଟି ସରଳରେଖା ଅଙ୍କନ କଲ, 3ଟି। କେତେଟା ଆଙ୍କିଲ, 3ଟି ସରଳରେଖା ଅଙ୍କନ କଲୁ। ତାପରେ ପ୍ରଶ୍ନରେ ସେଗୁଡ଼ିକର ନାମକରଣ କର। ଦେଖ ଆ ନାଁ କ'ଣ କର, ଇଏ ଦେଖ ଏମିତି ଚିହ୍ନ ଦେବା, ବକ୍ରରେଖା ଏମିତି ଚିହ୍ନ ଦେବା। ତମେ ବଡ଼ କଲେ ବଡ଼ ଏମିତି ରହିବ, ଛୋଟ କଲେ ଏମିତି ରହିବ। ତା ନାଁ ସବୁ ଦେଖ, ଏ ପାଇଁ କ'ଣ ଲେଖିପାରିବା, ଲେଖିବ କୋଣର ନାମ। ଗୋଟେ ହେଲା ସି, ମଝିରେ ରହିବ ସି ଏ ବି। ଏ ବି ପାଇଁ କ'ଣ ଲେଖିପାରିବ, ଏ ବି ସି କମା ଦେଇଦେବ, ଏ ବି ସି କୋଣ। ଏ ସି କୋଣ ପାଇଁ କ'ଣ ଲେଖିପାରିବ, ଏ ସି ବି କରିପାରିବ, ବି ସି ଏ ଯାହା ଲେଖିଲେ ଚଳିବ, ବି ସି ଏ କୋଣ। ତାହେଲେ କୋଣ ନାମ ହେଇଗଲା 5 ନମ୍ବର କମ୍ପ୍ଲିଟ୍। ତା 6 ନମ୍ବର। ଏବେ 6 ନମ୍ବର ହେଇଛି, ଏବେ ତୁମେ ଗୋଟିଏ କାଗଜ ପୃଷ୍ଠାରେ ଯେକୌଣସି 4ଟି ବିନ୍ଦୁ ଏପରି ଚିହ୍ନିତ କର ଯେପରିକି ସେମାନଙ୍କ ମଧ୍ୟରୁ କୌଣସି 3ଟି ବିନ୍ଦୁ ଗୋଟିଏ ସରଳରେଖା ନଥିବେ। ବିନ୍ଦୁଗୁଡ଼ିକ ଏ ବି ସି ଡି ଭାବରେ ନାମିତ କର। ଯେକୌଣସି 2ଟି ବିନ୍ଦୁ ମଧ୍ୟରେ ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ, ସେଗୁଡ଼ିକ ନାମ ଦିଅ। ଏ ବି ସି ଡି ବ୍ୟବହାର କରି ତୁମେ କେତୋଟି କୋଣ ନାମ ଦେଇପାରିବ। ସମସ୍ତ କୋଣଗୁଡ଼ିକୁ ଲେଖ। ଚିତ୍ର 2ରେ ଦିଆଯାଇଥିବା ପରି ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ସାହାଯ୍ୟରେ ଦେଖ। ଦେଖ ପିଲାମାନେ 6 ନମ୍ବର। ପ୍ରଥମେ କ'ଣ 4ଟି ବିନ୍ଦୁ, ଦେଖ ପିଲାମାନେ 3ଟା କ'ଣ ହେଇଥିବ, 2ଟା ତ ଦେଲା, ଆଉ ଗୋଟେ ସରଳରେଖା ରହିପାରିବନି, ଅଲଗା ଅଲଗା ଦେଇଦେବା, ଆଉ କ'ଣ ଅଛି। ତାକୁ କ'ଣ କରିବା ନା ଯୋଡ଼ିବା। ତାକୁ କ'ଣ କରିପାରିବେ, ଯେମିତି ଯୋଡ଼ୁଛ ଇଏ ହଉ, ବକ୍ରଚିତ୍ର ହଉ କି ଆୟଚିତ୍ର ହଉ, ସେଥିରେ କିଛି ମତଲବ ନାହିଁ। ଚିତ୍ର ଯେମିତି 4ଟା ଯୋଡ଼ି ହେବା ଦରକାର। 4ଟା ଯୋଡ଼ି ତା ନାଁ କ'ଣ ଦେଇପାରିବା, ଏ ବି ସି ଡି। ତମେ ବି ଚାହିଁଲେ ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ ଏମିତି ଦେଇପାରିବ। ତାକୁ ଏମିତି ବି କରିପାରିବ, ତবে ତା ଚିତ୍ର ଏମିତି ହେଲା, ମୋ ଚିତ୍ର କାହିଁ ଏମିତି ହେଲା ନା, ଏ ଚିତ୍ରକ ଯୋଡ଼ିବା ଦରକାର ସବୁ ଜିନିଷ। ଏ ଚିତ୍ର 4ଟା ବିନ୍ଦୁ ଅଲଗା ଅଲଗା ସ୍ଥାନରେ ରହିଥିବ, ବା 3ଟା ଗୋଟେ ସରଳରେଖା ରହିନଥିବ, ତମେ ଯେମିତି ଚିତ୍ର ତମେ କରିବ। ଆଉ ପିଲାଙ୍କର ହେଇପାରିବ, ଏମିତି ବି ହେଇପାରିବ। ଚିତ୍ର ତ କେତେ ପ୍ରକାର ହେଇପାରୁଛି, ସବୁ ପିଲାଙ୍କର ସମାନ ଚିତ୍ର ହେବ ନାହିଁ, ବୁଝିପାରିଲ। ତାହେଲେ ଗୋଟେ ଚିତ୍ର ନାଁ ଦେଇଦେଲ ଏ ବି ସି ଡି। ପ୍ରଶ୍ନ ରହିଛି ଯେ କେତୋଟି କୋଣ ପାଇଲ, କୋଣ କେତେଟା ପାଇଲ, 4। ଇଏ ଗୋଟେ କୋଣ, ଏମିତି ବକ୍ରରେଖା ଦ୍ୱାରା ଚିହ୍ନିବ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ। ତାହେଲେ କୋଣ ନାମ କ'ଣ କହିପାରିବ, ଏ କୋଣ ଦେଖ, ଏଥିରେ ଏ କୋଣ, ବି କୋଣ, ସି କୋଣ, ଡି କୋଣ ଲେଖିପାରିବ। ଦେଖ କୋଣର ନାମ ଏ କୋଣ, ବି କୋଣ, ସି କୋଣ, ଡି କୋଣ ଲେଖିପାରିବେ। କାରଣ ଏଥିରେ ସବୁ ଗୋଟିଏ ଗୋଟେ କୋଣ, ଏ ଯେଉଁ ଆଦ୍ୟ ବିନ୍ଦୁ ଶୀର୍ଷରେ ଗୋଟିଏ କୋଣ ସୃଷ୍ଟି ହେଇଛି। ଏଥିରେ ଗୋଟେ ଯଦି 2ଟା ଥାନ୍ତା, ଏମିତି ଗୋଟେ ମଝିରେ ଗୋଟେ ଗାର ଥାନ୍ତା, 2ଟା କୋଣ ଥାନ୍ତା, ତେବେ କେବଳ ଏ କୋଣ, ବି କୋଣ, ସି କୋଣ, ଡି କୋଣ ଲେଖିପାରିନଥାନ୍ତେ। ଯେହେତୁ ଗୋଟେ ଗୋଟେ ଅଛି, ତମେ ଏ କୋଣ ବି ଏମିତି କୋଣ ନ ଲେଖି ଚିହ୍ନ ଦେଇଦେଲି, ଏଇଭଳି ମଧ୍ୟ ଲେଖିଲେ ଚଳିବ, ବୁଝିଗଲା। ବର୍ତ୍ତମାନ 6 ନମ୍ବର କମ୍ପ୍ଲିଟ୍। ଏହା ପରେ ଆମେ
ଅନ୍ୟ ଗୋଟେ ଭିଡ଼ିଓରେ 2.6ରୁ ଆମେ କରିକି ଯିବା। ଏଥିରେ କ'ଣ ମାନଙ୍କ ମଧ୍ୟ ତୁଳନା ରହିଛି। ଭଲ ଚାପ୍ଟରଟିଏ ଭଲ ବୁଝେଇଦେବି। ଭଲ ବୁଝିଗଲେ ତୁମର ଯେଉଁ ଆସ ବୁଝିବା ପରବର୍ତ୍ତୀ ଶ୍ରେଣୀ ପାଇଁ ସୁବିଧା ହେବ। ଭିଡ଼ିଓଟି ଲମ୍ବା ପାଇଁ ମୁଁ ଅଧିକ କରୁନାହିଁ। ବର୍ତ୍ତମାନ ରହୁଛି ଜୟ ଜଗନ୍ନାଥ। ଯଦି ଆମେ ସବସ୍କ୍ରାଇବ୍ କରିନ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ ଏବଂ ନ ବୁଝିପାରୁଥିଲେ ମୋତେ କମେଣ୍ଟ କରିକି ଜଣାଇବ।